ବର୍ଷକୁ ଦିଟା ରାନୀକୁ ମୁଁ ବହୁତ ଭଲ ପାଏ। ଆମେ ବଞ୍ଚିପାରିବି ନାହିଁ, ସେଇଥିପାଇଁ ପରିସ୍ଥିତିରେ ପଡ଼ି ମୁଁ ରାନୀକୁ ମ୍ୟାରେଜ କରିଛି। ସାନ ଭଉଣୀ ରାଣୀ। ସେଇ ଘରକୁ ଯାଇପାରିବ ନାହିଁ। ଆଉ ମୋ ଡେଇ ଫିଟିକି ଯେ ଛୁଇଁଲେ ମାରା ହେଇଯିବ। ତୁ ସେଇଟା କରି ସେଟା ଘରେ ପୁରେଇ ଦେବୁ। ନିର୍ମାଲ୍ୟ ଏମିତି କରୁ କାହିଁକି? ମୋ ଭାଇ ସିତୁ ପୁଣି ଆପଣଙ୍କର ଜ୍ୱାଇଁ ହେଇଛନ୍ତି। ଆପଣଙ୍କ ଝିଅ ପୁଣି ମୋ ଭାଇ ସହିତ ତ ଦେହକୁ ଦର ଲଗେଇ ଶୋଉଛି। ସେତେବେଳେ କ'ଣ ଆପଣଙ୍କ ଦେହ ପିଟି ମାରା ହଉନି? ନିର୍ମାଲ୍ୟ ଦେଖୁଛୁ ଏ ଟଙ୍କିଟା ଘରେ ପଶୁ ପଶୁ ତୋତେ ଜମା କରୁଛି। ସେ ତ କିଛି ଭୁଲ କଥା କହିନି। ମାଝି ଘରର ପୁଅ ଏ ଘର ଜ୍ୱାଇଁ ହେଲେ ଦେଇ ପିଠି ମାରା ହଉନି ଯଦି ମାଝି ଘରର ଝିଅ ଏଥିରେ ବୋଉ ହେଲେ ଦେଇ ପିଠି ମାରା କେମିତି ହବ? ରାନୀ ଏଇଠି ରହିବ, ଏଇ ଘରେ ରହିବ। ଆପଣ ତାକୁ ବୋଉର ସ୍ୱୀକୃତି ଦେବା ପାଇଁ ବାଧ୍ୟ। ହାତରୁ ଅର୍ଣ୍ଣ ରାଣୀ ରୋଷେଇ କରିବ। ଖାଇବେ ହୋଟେଲରୁ କଣ କରିପାରେ? ଆପଣ ମୋ ଭାଇକୁ ମାରିବା ପାଇଁ ଧମକ ଦେଇକି ମୋ ପାଟିକୁ ବନ୍ଦ କରିଦେବେ। ଏବେ ମନେ ରଖନ୍ତୁ, ମୋ ନାମ ଅଛି ସୁରକ୍ଷା ଅଛି। ମୁଁ ହେଉଛି ରାଣୀ। ଘରେ କହିଲେ ଆଉ ଘରେ ଲାଗିଗଲେ ସବୁଦିନ ପାଇଁ ବହୁତ ତୁ ଯୋଉ ରୂପକୁ ଗର୍ବ କରୁଛୁ ସେ ଉପରେ ମୁଁ କଳା ଛିଟା ପକେଇଦେବି। କଳା ଛିଟା ପକେଇବେ ବୋଲେ ବେଶୀ ସମୟ ଲାଗିବ ନାହିଁ। ଯାଆନ୍ତୁ ପ୍ରଥମେ ନିଜ ଝିଅ ଦେହରେ କଳା ଦାଗ ଲଗେଇବେ, ତାପରେ ରାଣୀ ଦେହରେ। ଆରେ କାହିଁ ରାଣୀ କାହିଁ ଚନ୍ଦ୍ର ପୁରୀ ସମାନ। ତୁମ ଝିଅଟା କଣ ସୁନାରେ ତିଆରି ଆଉ ରାନୀ ବେଙ୍ଗି ପିତଳ? ନିର୍ମାଲ୍ୟ ମୋତେ ଲାଗୁଛି ତମ ଡାଡିଙ୍କ ମୁଣ୍ଡ ଟିକେ ଖରାପ ହେଇଯାଇଛି। ତମେ ଜମାଇ ବ୍ୟସ୍ତ ହଉନି। এই দিন এটারে ମୁଁ ସବୁ କିଛି ଠିକ କରିଦେବି। ଆପଣଙ୍କୁ ନିଜ କଣ୍ଟ୍ରୋଲରେ ରଖନ୍ତୁ। ଆଉ ତା ନହେଲେ କାନ୍ଧରୁ ହାତଟା ରହିବନି। କେମିତି ଲାଗିଲା ରାନୀ? କେମିତି ଲାଗିଲା? ଦୁର୍ଗାଙ୍କର ଅବତାର ରହିଛି। ଛାତିରେ ସନକା ପଶିବ ନା। ଦାଦି ଆମେ ଯାଉଛୁ ଆପଣ ରୁମରେ ଆଡଜଷ୍ଟ ହେଇଯିବୁ। ଆଉ ଆପଣ ମୋ ରୁମରେ ଆଡଜଷ୍ଟ ହେଇଯିବେ। ଗ୍ୟାସ୍ ଚାଲୁ ଶୋଇପଡ଼ିବେ। ଆରେ ବାବା ତାକୁ ବଦଳିବା କଣ ଦରକାର? ଆରେ ବାବା ଆସ ନା ଆସ। ପାଗ ଗର୍ଜନ କରି ମୋତେ ଡରିଦେବୁ ବୋଲି ଜମା ନୁହଁ। ଡରିବାର ପ୍ରଶ୍ନ ଉଠୁନି। विनाश होने लगा मुझे विनाश होता आओ ता विपक्षे जे जीव से गोर हेले भी ताको क्षमा करियो आइले मु स्वीकार करूछी छाड़ी देबे मोर जीवन मार देब ना सुखीला बास कर मारू सरकार पड़िले ए घरे मु ते जीवंता पूती देबी